गुड मॉर्निंग ସାଙ୍ଗମାନେ ଜୟ ଜଗନ୍ନାଥ। ତ ଭାଇ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡିଓରେ। ତ ଭାଇ ଆଜି ହେଉଛି ସୋମବାର। ଆଜିଠୁ ମୋର ଚାଲିଲା ଫାଷ୍ଟ ସିଫ୍ଟ। ସକାଳୁ ସକାଳୁ ମୁଁ ବାହାରି ପଡି ଦେଖିଲି ଚାରିଆଡେ ଖାଲି କୁହୁଡିମୟ। ଯେତେ କୁହୁଡି ହଉନା କାହିଁକି ଆମକୁ ତ ଡ୍ୟୁଟି ଯାହା ହେଲେ ବି କରିବାକୁ ପଡିବ। ତ ଭାଇ ବାଇକ୍ ଷ୍ଟାଣ୍ଡରେ ଆସି ପହଞ୍ଚୁ ପହଞ୍ଚୁ ସମୟ ହେଇଗଲା ପ୍ରାୟ 6ଟା 10 ପାଖାପାଖି। ଆଉ ଡେରି ନ କରି ଗାଡିରେ ବସି ଆମେ ଚାଲିଲୁ ସାଇଡକୁ। ସାଇଡରେ ପହଞ୍ଚି ସାରିଲା ପରେ ଆମେ ଡେରି ନ କରି ସାଙ୍ଗେ ସାଙ୍ଗେ ସିଗ୍ନେଚର କରି ଫାଷ୍ଟ ମୁଭମେଣ୍ଟ କ'ଣ ଦେଖିଦେଲୁ। ଦେଖିଲା ପରେ ଦୁଇଟି ମୁଭମେଣ୍ଟ ଆମର ରେଡି ଥିଲା, ଯାହାକି ଥିଲା ନର୍ଥ ଅଏଲ ଯେଥିରେ ଥିବା ଏକ ତେଲ ଜାହାଜ ସେଲିଂର। ତ ଆମେ ଡେରି ନ କରି ଗୋଟେ ଟାକୁ ଧରି ରେଡି ହେଇଗଲୁ। ତ ଭାଇ ଯେଥିରେ ପହଞ୍ଚିଲା ବେଳକୁ ଦିଟା ଟଗ୍ ଅଲରେଡି ବ୍ରେକଫାଷ୍ଟ କରିକି ଅଛନ୍ତି ଜାହାଜକୁ ସେଲ୍ ଆଉଟ୍ କରିବା ପାଇଁ। ଆମେ ବି ଡେରି ନ କରି ହେଡଲାଇନକୁ କାଷ୍ଟ ଅଫ୍ କରି ଚାଲିଗଲୁ ପଛ ବ୍ରେଷ୍ଟ ଲାଇନ୍ ଆଉ ସ୍ପ୍ରିଙ୍ଗ ଲାଇନକୁ କାଷ୍ଟ ଅଫ୍ କରିବା। ତ ଭାଇ ଜାହାଜକୁ ସେଲିଂ କରି ଆମେ ମାନେ ରେଡି ହେଇଗଲୁ ଯିବା ପାଇଁ ଆମ ସାଇଡ ଅଫିସକୁ। ତ ଡେରି ନ କରି ସାଙ୍ଗେ ସାଙ୍ଗେ ଆମ ମୋରିଂ ଲଞ୍ଚକୁ ଡାକି ଲଗେଇଦେଲୁ ପାଖରେ ଲାଗି ସାରିଲା ପରେ ଜଣ ଜଣ କରି ଆମେ ଏ ମୋରିଂ ଲଞ୍ଚକୁ ଆଲଙ୍ଗ ସାଇଡ୍ କଲା ପରେ ଆମେ ଜଣେ ଜଣେ କରି ଓହ୍ଲାଇ ପଡ଼ିଲୁ ଲଞ୍ଚକୁ। ଦେନ୍ ଚାଲିଲୁ ଆମ ସାଇଡ ଅଫିସ। ତ ଯଦି ଆପଣ ଚାହୁଁଛନ୍ତି ଜାହାଜ ବର୍ଥିଂର ସମ୍ପୂର୍ଣ୍ଣ ଭିଡ଼ିଓ ପାଇଁ ତ ନିଶ୍ଚୟ କମେଣ୍ଟ କରନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା ଲାଇକ୍ ଆଉ ସେୟାର କରନ୍ତୁ। ରହିଲୁ ଜୟ ଜଗନ୍ନାଥ। ଦେଖା ହେବା ଆଉ ଏକ ଭିଡ଼ିଓରେ।